ତୁଳସୀ ଚଉରାର କିଛି ନିୟମ ଯାହାକି ଆଣିଦେବ ଆପଣଙ୍କ ଘରକୁ ଶାନ୍ତି ଏବଂ ସମୃଦ୍ଧି। ଆପଣଙ୍କୁ ସ୍ୱାଗତ ଆଦିଭକ୍ତି ଚ୍ୟାନେଲରେ। ଚଉରା ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ହିଁ ଶୁଭ ଅଟେ। ଯେବେ ଆପଣ ତୁଳସୀ ପତ୍ର ତୋଳୁଛନ୍ତି ସେତେବେଳେ ଆପଣ ଉଚ୍ଚାରଣ କରନ୍ତୁ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତୁଳସୀ ଗଛ ଗୁରୁବାର ଦିନ ଲଗେଇବାଟା ଶୁଭ ଅଟେ। ଘରେ ରାମ ତୁଳସୀ ଏବଂ ଧଳା ତୁଳସୀ ଲଗେଇବେ। ନ ଗାଧେଇ ତୁଳସୀ ପତ୍ର ତୋଳିବା ଏବଂ ଛୁଇଁବା ଅନୁଚିତ ଅଟେ। ରାତିରେ ଏକାଦଶୀରେ ତୁଳସୀ ଛୁଇଁବା ଅନୁଚିତ। ସେହିପରି ଏକାଦଶୀ, ଦ୍ୱାଦଶୀ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ, ଗୁରୁବାର, ସଂକ୍ରାନ୍ତି, ରବିବାର ତୁଳସୀ ତୋଳିବେ ନାହିଁ। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ ଭୋଗ ଗ୍ରହଣ କରନ୍ତିନି। ତେଣୁ ଯେବେ ଆପଣ ଭଗବାନ ବିଷ୍ଣୁଙ୍କ ପାଖରେ ପୂଜା କରୁଛନ୍ତି ତୁଳସୀ ଆପଣ ନିଶ୍ଚିନ୍ତ ପୂଜା କରିବେ। ବାହାରକୁ ଯିବା ସମୟରେ ତୁଳସୀ ମୂଳରେ ଥିବା ଯେଉଁ ମାଟି ତାହା ମୁଣ୍ଡରେ ଲଗେଇ ଯିବା ଅତ୍ୟନ୍ତ ଶୁଭ ଅଟେ। ଛୋଟ ଛୁଆଙ୍କ ମୁଣ୍ଡରେ ମଧ୍ୟ ଚଉରା ମାଟି ଲଗାଯାଏ, ଯାହାଫଳରେ କି ଦୃଷ୍ଟି ପଡ଼ିନଥାଏ। ତ ଆଶା କରୁଛି ମୁଁ ଏଇ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର।